ମୁଁ ବି ଆସି ଓରିଓ ସେକ୍ ଦୋକାନରେ ପହଞ୍ଚିଗଲି। ଓରିଓ ସେକ୍ ଏବେ जी ଆକାଉଣ୍ଟ ଓପନିଂ କରୁଛୁ ଡୁଲି ଭାଇର। ସେ ପ୍ୟାନ୍ କାର୍ଡର ଫଟୋ ତାର। ହାଇ ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ମୁଁ ଆଶା କରୁଥିବି ଆପଣମାନେ ବହୁତ ଭଲରେ ଥିବେ। ମୁଁ ତ ବହୁତ ଦିନ ହେଲା ମୋର ବ୍ଲଗ୍ ଭିଡ଼ିଓ ବନ୍ଦ ଥିଲା। ଆଜି ମୁଁ ଆଉଥରେ ଷ୍ଟାର୍ଟ କରୁଛି। କିଛିଟା କାରଣ ପାଇଁ ମୁଁ ବ୍ଲଗ୍ ଭିଡ଼ିଓ କରିପାରୁନଥିଲି। ମୁଁ ଗୋଟେ ନ୍ୟୁ ବିଜନେସ୍ ଏମିତିରେ ଷ୍ଟାର୍ଟ କରିଛି। ତା ବାଦ ବି ମୋର ଟିକେ ମୋବାଇଲ୍ କ୍ୟାମେରା କ୍ୱାଲିଟିଟା ଟିକେ କମିଗଲା, କାରଣ ମୁଁ ରିଏଲମି 11 ୟୁଜ୍ କରୁଛି। ରିଏଲମି 12 ଏବେ ମାର୍କେଟକୁ ଆସିଲାଠୁ ମୋର ରିଏଲମି 11 କ୍ୟାମେରା କ୍ୱାଲିଟିଟା ଟିକେ କମିଗଲା। ଯାହାକି ମୁଁ ଭିଡ଼ିଓ କଲାବେଳେ ଯେଉଁ ଲାଇଟ୍ର ଗାର ଏମିତି ପଡ଼ୁଥିଲା, ଆଉ ଭିଡ଼ିଓ ତ କରିପାରୁନଥିଲି। ଆଉ ବହୁତ ଦିନ କରିବି ବୋଲି ଆଜି ମୁଁ ଆଉଥରେ ଷ୍ଟାର୍ଟ କରୁଛି। ଆପଣମାନେ ମୋର ଫାଷ୍ଟ ଯେଉଁ 4-5ଟା ପାଖାପାଖି ଭିଡ଼ିଓ ବନେଇଥିଲି, ଆପଣମାନେ ବହୁତ ସପୋର୍ଟ ଦେଇଥିଲେ। ମୋର 80-85 ପାଖାପାଖି ସବସ୍କ୍ରାଇବର ହେଇଥିଲା। ଆପଣମାନଙ୍କୁ ମୁଁ ଦିଲ୍ସେ ଥ୍ୟାଙ୍କ ୟୁ ଜଣାଉଛି। ଆପଣମାନେ ମୋତେ ଏମିତି ବହୁତ ସପୋର୍ଟ କରନ୍ତୁ, ଏମିତି ଟିକେ ସପୋର୍ଟ ଦିଅନ୍ତୁ। ମୁଁ ଏବେ ଘରୁ ବାହାରିକି ଆସିଲି ହେରି। ଆମର ମଝିରେ ଗୋଟେ ଗାଡ଼ି ଆଣିବି ବୋଲି ମୁଁ ବୁକିଂ କରିଥିଲି ଗାଡ଼ିଟା। ସେ କ'ଣ ହେଲା, ଆମର କିଛି କାମ ସହିତ ଆମେ ଆଉ ଗାଡ଼ି ଆଣିପାରିଲୁନୁ। ସେ ବୁକିଂ ଆମାଉଣ୍ଟ ରିଟର୍ଣ୍ଣ କରିବେ ବୋଲି ଆସିକି ହେଇଗଲାଣି ମାସେ ପାଖାପାଖି ହେଇଗଲାଣି। ବୁକିଂ ଆମାଉଣ୍ଟ ମୋର ରିଟର୍ଣ୍ଣ ଆଜି ପର୍ଯ୍ୟନ୍ତ କଲେନି। ମୋର ମଝିରେ କଲେ ଜିମେଲ୍ରେ କ'ଣ ମେସେଜ୍ କଲେ ମୁଁ ବୁକିଂ ଆମାଉଣ୍ଟ ରିଟର୍ଣ୍ଣ କରିଦେବେ। ମୁଁ ଜିମେଲ୍ରେ ମେସେଜ୍ କଲି, ସେ ମେସେଜ୍ ଆଜି ପର୍ଯ୍ୟନ୍ତ ତାଙ୍କୁ ଯାଇନାହାନ୍ତି। ଆଜି କଲ୍ କଲା ସେ କହୁଛନ୍ତି ଆଜି ପର୍ଯ୍ୟନ୍ତ ସେ ମେସେଜ୍ ଆମ ଅଫିସ୍କି ଆସିନି। ସେ ଅଫିସ୍କି ଡାକିଛନ୍ତି। ମୁଁ ଏବେ ଯାଉଛି ତାଙ୍କ ଅଫିସ୍କି। ସେ ମେଲ୍ ଫେଲ୍ କ'ଣ ହେବ ଦେଖେଇକି ମୁଁ ରିଟର୍ଣ୍ଣ ମୁଁ ଆଣିବି ମୋ ପଇସା ବୁକିଂ ଆମାଉଣ୍ଟ ରିଟର୍ଣ୍ଣ ଆଣିବାକୁ ମୁଁ ଏବେ ଯାଉଛି। ଖରାଦିନେ ଓରିଓ ସେକ୍ ପିଇବ ଯେତିକି ମଜା, ଗୋଟେ ଥଣ୍ଡା ପିଇବା କୋଲ୍ଡ ଡ୍ରିଙ୍କସ୍ ଓରିଓ ସେକ୍ 50 ଟଙ୍କା ପଡ଼ୁଛି। ପିଇବ पूरा चिल, पूरा मन शांति, माइंड शांति, सब शांति पूरा। बात करेंगे या फिर सर मेरा कार्ड हज गया था सर, इसलिए मैं हिंदी या इंग्लिश में सर? हिंदी में बात करेंगे या इंग्लिश में? सर इंग्लिश हमको नहीं आता है। ओके, हिंदी में बात कर लेंगे। हाँ सर। ओके धन्यवाद। सर आपके पास पैन कार्ड है अभी, ओरिजिनल पैन कार्ड? सर ओरिजिनल पैन कार्ड था, वो हज गया है। तो कहाँ पर है? कहाँ पर सर? वो ओरिजिनल नहीं है तो डुप्लीकेट पैन कार्ड है। ओके, फिलहाल अभी के लिए हम क्षमा चाहेंगे, हम यहाँ से ये प्रोसेस को आगे नहीं बढ़ा पाएंगे। जैसे ही आपके पास आपका ओरिजिनल वाला पैन कार्ड आ जाता है, प्रोसेस को आप दोबारा से रिस्टार्ट कर सकते हैं। सर वो ही ओरिजिनल पैन कार्ड है, उसमें मैं अकाउंट खुलता हूँ। तू कहलुन आग कही था मोबाइल से अच्छे आधार कार्ड पैन कार्ड मो हाथ में हजि जाइए। सर वो आधार कार्ड से होगा, मोबाइल से आधार कार्ड? नो, पैन कार्ड लगेगा आपको। सर वो ओरिजिनल पैन कार्ड है। पर मोबाइल में है ना, तो मोबाइल में अलाउ नहीं है। सर मोबाइल में तो सर अभी पैन कार्ड नहीं है मेरे पास। अभी मैं घर में पैन कार्ड। जब भी आपके पास आपका पैन कार्ड आ जाएगा, जर्नी को आप दोबारा रिस्टार्ट कर दीजिए, ठीक है? सर मोबाइल में तो पैन कार्ड है, साथ कर दीजिए ना। धन्यवाद सर, कोटक महिंद्रा बैंक से जुड़ने के लिए आपका धन्यवाद। सर धन्यवाद सर, तो कर दीजिए ना, धन्यवाद। ଆମେ ଆଜି ଆକାଉଣ୍ଟ ଓପନିଂ କରୁଛୁ ଡୁଲି ଭାଇର। ତାର ଆକାଉଣ୍ଟ ନାହିଁ, ତାର ଡୁପ୍ଲିକେଟ୍ ପ୍ୟାନ୍ କାର୍ଡ ତାର ଗୋଟେ ହଜି ଯାଇଛି। ସେ ପ୍ୟାନ୍ କାର୍ଡର ଫଟୋ ତାର ନାହିଁ, ଗୋଟେ ଫଟୋ ଲଗେଇକି କହୁଛି ମୁଁ ଗୋଟେ ବ୍ୟାଙ୍କ ଆକାଉଣ୍ଟ ଖୋଲି। ସେ ଯୋଉ ବ୍ୟାଙ୍କ ଖୋଲିଛି ସେଇ ବ୍ୟାଙ୍କ ତାର ମନା କରିଦେଉଛି। ଆମେ ଏଠି ହ୍ୱାଇଟ୍ ପେପର ଗୋଟେ ଆଣିକି ସିଏ ଆମ ସିଗ୍ନେଚର ସବୁ ମାରାମାରି କରୁଛି, ଦେଖନ୍ତୁ। ହଉ ଆମେ ଯାଉଛୁ ବ୍ୟାଙ୍କ ଖୋଲୁଛୁ, ଦେଖିବା ଟ୍ରାଏ କରିବା। ହଉ ଯଦି ବ୍ୟାଙ୍କ ଖୋଲିଗଲା। ଆମେ ଏବେ ଆକାଉଣ୍ଟ ଖୋଲିଲୁ। ଆକାଉଣ୍ଟ ଡୁଲି ଭାଇର ଖୋଲିଲା ପରେ ସିଏ ଭିଡ଼ିଓ କିଏ ବସି ଦେଖେଇଲା, କହିଲା ଗୋଟେ ହ୍ୱାଇଟ୍ ପେପର ଆଣ, ଆଉ ପ୍ୟାନ୍ କାର୍ଡ଼ ଆଉ ଆଧାର କାର୍ଡ଼। ସିଏ ପିଲା ପ୍ୟାନ୍ କାର୍ଡ଼ ତାର ଗୋଟେ ଡୁପ୍ଲିକେଟ୍ ପ୍ୟାନ୍ କାର୍ଡ଼ ବନେଇଛି, ନମ୍ବର ହେରିକା ପକେଇକି। ମୋବାଇଲ ସେଇଟାକୁ ତ ଓରିଜିନାଲ ଦେଇଦେବ, ପୁଣି ଫଟୋ ବି ସେଥିରେ ନାହିଁ। ଲାଷ୍ଟକୁ ଫଟୋ ଗୋଟେ ସେ ଏଡ଼ିଟ୍ କରିକି ତାର ଲଗେଇଛି ଫଟୋ। ସେଥିରେ କହୁଛି ମୋର ଗୋଟେ ଭାଇ ଗୋଟେ ଆକାଉଣ୍ଟ ଖୋଲିଦେ। ସିଏ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ, ଜିଓ ପେମେଣ୍ଟ ବ୍ୟାଙ୍କ ସବୁ ଖୋଲି ତାକୁ ସମସ୍ତେ ମନା କରିଦେଲେଣି, ଏଇ ବ୍ୟାଙ୍କରେ ଆମର ଏଇ ପ୍ୟାନ୍ କାର୍ଡ଼ ନେବୁନୁ। ତୁ ଫୋନ୍ ପେ ଡିଲିଟ୍ ମାରିଲୁ? ଆଉ ଥରେ ଇନଷ୍ଟଲ୍ କଲେ ଆମର ଫାଇନାଲି ଆକାଉଣ୍ଟ ଗୋଟେ ହେଇଗଲା। ଆକାଉଣ୍ଟ ନମ୍ବର ଆସିଲା ହେରି, ATM କାର୍ଡ଼ ବି ଫିଜିକାଲି ATM କାର୍ଡ଼ ଆସିଲା ହେରି। ଆମେ ଏବେ ଆକାଉଣ୍ଟ ଫୋନ୍ ପେ ଲିଙ୍କ କରୁଛୁ। କେତେ ଖୁସି ଅଛୁ ଆକାଉଣ୍ଟ ଖୋଲା ହେଲା? हाँ बहुत खुशी अच्छी, अकाउंट खोला है वाला।
ଆସଳ ସିଏ ବି ମୋର ଆକାଉଣ୍ଟ ଖୋଲିବା ମନା କଲା। ସମସ୍ତେ ଜିଓ ପେମେଣ୍ଟ ଖୋଲିବା ମନା କରୁଛି, ଏୟାରଟେଲ୍ ପେମେଣ୍ଟ ଖୋଲିବା ମନା କରୁଛି। ଏସବୁ କୋଟକ ବ୍ୟାଙ୍କ ନେଇ ଖୋଲିଲା, ଖୋଲା ହେଲା। ସେ ଦେଖନ୍ତୁ ଗୋଟେ ହ୍ୱାଇଟ୍ ପେପର ଆଣିକି ସିଗ୍ନେଚର ମାରିଛି। ହଉ ଆମେ ଏବେ ଆକାଉଣ୍ଟ ଓପନ୍ କରୁଛୁ। ଆମର ତ ହେଇଗଲା ଫାଇନାଲ୍। ଫୋନ୍ପେ ଲିଙ୍କ୍ କରୁଛୁ। ତାର ଯେଉଁ ଆମର ଯେଉଁ ଗେମ୍ ଫେମ୍ ସେ ଯେଉଁ ଖେଳୁଛି ଗେମ୍ ଏରିକା, ସେ ଗେମ୍ରୁ ପଇସା ଇନକମ୍ କରୁଛି, ତାର ଆକାଉଣ୍ଟ ନାହିଁ। ସେ ସଦାବେଳେ ମୋତେ ମାଗେ ତୋ ଆକାଉଣ୍ଟ ନମ୍ବରଟା ଦେ, ଏମିତି ସେମିତି। ମୁଁ କହିଲି ମୁଁ କ'ଣ ଆକାଉଣ୍ଟ ନମ୍ବର ଦେବି? କହିଲା ମୋର ଆକାଉଣ୍ଟ ହେରିକା ନାହିଁ କିଛି, ତୁ ଗୋଟେ ଫୋନ୍ପେ ମୋର ଖୋଲିଦେ। ମୁଁ ସେଥିରେ ମୁଁ ଗେମ୍ ଫେମ୍ ଯାହା ଖେଳୁଛି ପଇସା ଇନକମ୍ କରୁଛି, ସେଥିରେ ମୁଁ ଡିପୋଜିଟ୍ କରିବି। କହିଲେ ହଉ ଆଉ ତାହେଲେ ଖୋଲିଦେବ ଆଉ। ତାପରେ ଆମେ ଏବେ ଏଇଠି ଖୋଲୁଛୁ। ହେଇଗଲା ଆମର ଫାଇନାଲି ହେଇଗଲା, ଆକାଉଣ୍ଟ ଖୋଲା ହେଇଗଲା। ଆମର ସେ ତ ଆକାଉଣ୍ଟ ଲାଗି ପଡ଼ିକି ଗୋଟେ ହେଇଗଲା, ପେଣ୍ଡିଙ୍ଗରେ ରହିଲା ଆମର KYCଟା। ବାକି ଆକାଉଣ୍ଟ ନମ୍ବର ଆସିଲା ହେରି, ATM ଫିଜିକାଲି କାର୍ଡ଼ଟା ବି ଆସିଲା ହେରି ଅନଲାଇନ୍ରେ। ସେଇଥିରେ ଆମର ଫୋନ୍ପେ ଏବେ ଖୋଲିବୁ। ସିଏ ଏବେ ବହୁତ ଖୁସି ଅଛି। କେତେ ଖୁସି ଅଛୁ? ହଁ ବହୁତ ଖୁସି ଅଛି। ଦେଖିବା ହେଉଛି କି ନାହିଁ ଫୋନ୍ପେ ଯଦି ହେଇଗଲା ତାହେଲେ ବହୁତ ଖୁସି ଅଛି, ମୁଁ ମାନିବି। ସେ ଖାଲି ହସୁଛି, କିଛି ଜାଣିପାରୁନି ଛୋଟ ଛୁଆଟା। ଆମର ବହୁତ କଷ୍ଟ ମଷ୍ଟେ ସେ ଯାତ୍ରା ମାତ୍ରା କରିକି ପେଟିଏମ୍ ସେ ଗୋଟେ ପେଟିଏମ୍ ଏମିତି ଯାତ୍ରା କରୁଛି। ପେଟିଏମ୍ ଆଉ ତାର ଆକାଉଣ୍ଟ ଖୋଲିବାକୁ ବି ଦେଖୁନି ଅପସନ୍। ପେଟିଏମ୍ ଡାଇରେକ୍ଟ ମନା କରୁଛି ତମେ ଆମ କଷ୍ଟମର ନୁହଁ। ସେ ତାକୁ ଏମିତି ଇଆଡୁ ସିଆଡୁ ଯାତ୍ରା ହେରିକା କରିଛି ସେ ପେଟିଏମ୍କୁ ମାରାମାରି କରିକି। ତାପରେ ଜିଓ ପେମେଣ୍ଟ ବ୍ୟାଙ୍କ କାର୍ଡ଼ ଗୋଟେ ଶୁଣିଛେ, ତାପରେ ଜିଓ ପେମେଣ୍ଟ ବ୍ୟାଙ୍କ ଡୁପ୍ଲିକେଟ୍ ପ୍ୟାନ୍ କାର୍ଡ଼ ଦେଇକି ଜିଓ ପେମେଣ୍ଟ ବ୍ୟାଙ୍କ ଖୋଲୁଛି। କେଉଁଥିରେ ତାର ହେଲାନି। ଲାଷ୍ଟ ଫାଇନାଲ୍ ଆମର କୋଟକ 811 ବ୍ୟାଙ୍କରେ ହେଇଗଲା। ଆସିଲାରି ଆମେ ଏବେ ଯାଉଛୁ ଓପନ୍ କରିବୁ। ଓପନ୍ କଲା ପରେ ଦେଖିବା କେମିତି ଟ୍ରାଞ୍ଜାକ୍ସନ୍। ସେ ଆକ୍ଚୁଆଲି ଆକାଉଣ୍ଟ ଖୋଲିଛି ଏଇଥିପାଇଁ, ସେ ମୋତେ ସଦାବେଳେ ମାଗେ ତୋ ଆକାଉଣ୍ଟଟା ଦେ, ତୋ ଆକାଉଣ୍ଟ ନମ୍ବର ଦେ। ସେ ଆଜିକାଲି ଛୋଟ ଛୁଆ ଯେଉଁ ଗେମ୍ ଫେମ୍ ସବୁ ଖେଳନ୍ତି, ଯେଉଁ ପଇସା ଇନକମ୍ କରନ୍ତି ସେଥିରୁ, ଏ 5 ଟଙ୍କା 10 ଟଙ୍କା 15 ଟଙ୍କା ଯେଉଁ ଇନକମ୍ କରନ୍ତି, ତାର ଡିପୋଜିଟ୍ କରିବାକୁ ତା ପାଖରେ ନାହିଁ କିଛି ଆକାଉଣ୍ଟ। ସିଏ ଏଥିପାଇଁ ବାଉଳି ଛାଉଳି ହୁଏ କାହାଠୁ ଆକାଉଣ୍ଟ ନମ୍ବର କେମିତି କ'ଣ ଆଣିବ। ଥରେ 10 ଟଙ୍କାଟେ ମୋ ପାଖରେ ଛାଡ଼ିଥିଲା ଗେମ୍ ଖେଳିକି, ମୋ ଆକାଉଣ୍ଟକୁ ଆକାଉଣ୍ଟ ନମ୍ବର ଦେଇଥିଲି, ମୋ ପେଟିଏମ୍ ଆକାଉଣ୍ଟ ନମ୍ବର ଦେଇଥିଲି। ଆଉ ମୁଁ ତାକୁ ଯେମିତି କହିଲି ଏମିତି ସେମିତି, ତାର ତ ପ୍ୟାନ୍ କାର୍ଡ଼ ନଥିଲା, ଏବେ ତ କରିଛୁ। ସେ ସେଇଥିପାଇଁ ଆକାଉଣ୍ଟ ଖୋଲିଛି ଯେ ସେ ଗେମ୍ ଖେଳିକି ଇନକମ୍ କରିବ ପଇସା, ଆକାଉଣ୍ଟକୁ ଡିପୋଜିଟ୍ କରିବ। ସେଇଥିପାଇଁ ଆମେ ଆକାଉଣ୍ଟ ତାର ମୁଁ ଖୋଲିଦେଲି। ବ୍ଲଗ୍ ଭିଡ଼ିଓ ମୁଁ ଆଜି ଏଇଠି ଏଣ୍ଡ କରୁଛି। ଟିଲ୍ ଦେନ୍ ବାଏ ବାଏ।